ଜୟ ଜଗନ୍ନାଥ ସାଙ୍ଗମାନେ ଆଉ ଏକ ସୁନ୍ଦର ଭିଡ଼ିଓକୁ ମୁଁ ଆପଣମାନଙ୍କୁ ସ୍ୱାଗତ କରୁଛି। ଗାଁ ଟୋକା ସନ୍ତୋଷ ମୋ ଚ୍ୟାନେଲ ମାଧ୍ୟମରେ ଆଜି ସକାଳେ ଗୋଟେ ଭିଡ଼ିଓ ମୁଁ ଛାଡ଼ିଥିଲି, ଯେଉଁଟା ଆମର ଶିକ୍ଷକ ଭାଇ ଭଉଣୀମାନଙ୍କ ପାଇଁ ଥିଲା। ଯେ ସେମାନେ ଯେଉଁ ସୁପ୍ରିମକୋର୍ଟର ଅର୍ଡ଼ରଟା ଥିଲା, ସେଇ ଅର୍ଡ଼ରକୁ ସେମାନେ ପ୍ରାୟ ନ୍ୟୁଜ୍ରେ ଦେଖିକି, ତେଣୁ ନ୍ୟୁଜ୍ ବାଲା ତ ଏତେ ତାକୁ ଘାଣ୍ଟୁଛନ୍ତି, ତେଣୁ ସେଇଟା ଗୋଟେ ମନରେ ସମସ୍ତଙ୍କର ଗୋଟେ କୋକୁଆ ଭୟ ସୃଷ୍ଟି ହୋଇଥିଲା। କିନ୍ତୁ ଯାହା ହଉ, ଆଜି ଯେଉଁ କଥା ଆମର ଗଣଶିକ୍ଷା ମନ୍ତ୍ରୀ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ଯେଉଁ ଅଛନ୍ତି ନିତ୍ୟାନନ୍ଦ ଗଣ୍ଡ, ସେ ଯେଉଁ କଥାଟି କହିଲେ ଯେ ସେଇଟା ରାଜ୍ୟମାନେ ବିଚାର କରିବେ, ସିଏ ତାଙ୍କ ଟିଇଟି କରିବେ କି ନ କରିବେ କି କ'ଣ କରିବେ, ତା ଉପରେ ତର୍ଜମା କରାଯିବ। ଭଲ କଥା କହିଛନ୍ତି। କିନ୍ତୁ ଏଇଠି ଗୋଟେ କଥା ଉଠୁଛି, ମୋର ଯେଉଁ ଶିକ୍ଷକ ଭାଇ ଭଉଣୀମାନେ ସବୁ ଆମେ ଯେଉଁ ଅଛେ, ଗୋଟେ କଥା, ଆମେ ଯେତେବେଳେ ଚାକିରି ଆପଣମାନେ ପାଇଥିଲେ, ସେତେବେଳେ କ'ଣ ସେଇ ସର୍ତ୍ତ ଥିଲା କି ଯେଉଁ ଟିଇଟି ଦେବା ପାଇଁ ବା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଦେବା ପାଇଁ ଥିଲା କି? ସେତେବେଳେ ତ ଆପଣମାନେ ନଥିଲା ନା, ଆପଣ ତ ବହୁ ବର୍ଷରୁ ଚାକିରି କଲେଣି। ତେଣୁ ଏବେ କ'ଣ ପାଇଁ ସେଇ ଯେଉଁ ଗୋଟେ ଅଯଥା କାମଟାକୁ ଆଣିକି ଆମ ଉପରେ ଲଦି ଦିଆଯାଉଛି ଯେ ଆମେ ସେଇ କାମଟା କରିବା, ଟିଇଟି ଆମେ କ୍ଲିୟର କରିବା, ଆମ ଚାକିରିକି ବଞ୍ଚେଇବା, ନହେଲେ ଆମକୁ ଚାକିରିରୁ ଅବସର ଦିଆଯିବ। ଏ ନିୟମ କ'ଣ ପାଇଁ? ତେଣୁ ଏଇଟା ନିୟମଟା ଆପଣମାନେ ଚିନ୍ତା କରନ୍ତୁ, ଏଇଟା ଠିକ୍ ନୁହେଁ। କାହିଁକିନା ଆମର ଚାକିରି ସର୍ତ୍ତାବଳୀ ସେଟା ନଥିଲା ନା, ତେଣୁ ପରବର୍ତ୍ତୀ ସମୟରେ ଆମକୁ ସେଇଟା ଅଯଥାରେ ଆମକୁ ଲଦି ଦିଆଯାଉଛି। ତେଣୁ ଏଇଟା ଗୋଟେ ଭଲ କାମ ନୁହେଁ ବୋଲି ଆମେ କହିପାରିବା। ତେଣୁ ଆପଣମାନେ ଏଇ ଭିଡ଼ିଓରେ ମୁଁ ଯାହା ଆପଣମାନଙ୍କୁ ସୂଚନା ଦେବି, ନିହାତି ଆପଣମାନେ ଭୟ କରନ୍ତୁ ନାହିଁ ଜମା। କିଛି ହେବନି, ଆପଣମାନଙ୍କ ଚାକିରି ସୁରକ୍ଷିତ ରହିବ ଏବଂ ଆପଣ ଭଲରେ ଯେମିତି ଡ୍ୟୁଟି କରୁଛନ୍ତି ସେମିତି ଡ୍ୟୁଟି କରନ୍ତୁ ଏବଂ ପିଲାମାନଙ୍କୁ ଯେମିତି ପାଠ ପଢ଼ିବା କଥା ପାଠ ପଢ଼ାନ୍ତୁ। ଆପଣମାନଙ୍କ ବହୁତ ଅଭିଜ୍ଞତା ଅଛି, ଆପଣମାନେ ବହୁତ ବିଜ୍ଞ। ତେଣୁ ଆପଣମାନେ ନିଜକୁ ଏତେ ଭାବନ୍ତୁନି ଯେ ମୁଁ ପାରିବିନି। ନିଶ୍ଚିତ ପାରିବେ, ଆପଣ ସବୁଥିରେ ପାରିବେ। ଟିଇଟି ହେଲେ ବି ଆପଣ ପାରିବେ। ତେଣୁ ମୋତେ ଯାହା ଲାଗୁଛି ଟିଇଟିଟା ହେଇନପାରେ, କାହିଁକିନା ଯେକୌଣସି ରାଜ୍ୟ ସେମାନେ ତାଙ୍କର ନିୟମ ଅନୁସାରେ ଚାଲିବେ। ସୁପ୍ରିମକୋର୍ଟ ତାଙ୍କର କହିଦେଲେ, ଖଣ୍ଡପୀଠ ଶୁଣେଇଲେ, ଯେ ସେଇ ଖଣ୍ଡପୀଠ ଶୁଣେଇଦେଲେ ସେଇଟା କ'ଣ ଗୋଟେ ଆଇନରେ ପରିଣତ ହୋଇଗଲା କି? ସେଇଟା ନୁହଁ ନା। ତେଣୁ ତା ଉପରେ ବି ପୁନର୍ବିଚାର କରାଯିବ କି ଆହୁରି ମାନେ ଦାୟର କରାଯିବ, ଯାଇକରି ଏଇଟାକୁ ତର୍ଜମା କରାଯିବ, ଏଇଟାକୁ ଦେଖାଯାଉ। ତେଣୁ ସେଇ ଅନୁସାରେ ହେବ। ତେଣୁ ଆପଣମାନେ ଜମାରୁ ଭୟଭୀତ ହେବାର ନାହିଁ। ତେଣୁ ଆପଣମାନେ ଯେମିତି ନିଜ ଡ୍ୟୁଟି କରିବା କଥା କରନ୍ତୁ, ଆଉ ଭଲରେ ଥାଆନ୍ତୁ, ଏତିକି ମୋର ପ୍ରଭୁ ଜଗନ୍ନାଥଙ୍କ ପାଖରେ କାମନା। ତେଣୁ ଭିଡ଼ିଓଟି ଦେଖିଥିବାରୁ ଆପଣମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ତେଣୁ ରହୁଛି। ଗାଁ ଟୋକା ସନ୍ତୋଷ ଚ୍ୟାନେଲଟିକୁ ଆପଣମାନେ ସବସ୍କ୍ରାଇବ୍ କରିବେ। ଏଇଭଳିଆ ଶିକ୍ଷଣୀୟ ଭିଡ଼ିଓ ଏବଂ ଶିକ୍ଷା ସମ୍ବନ୍ଧୀୟ ସମସ୍ତ ଭିଡ଼ିଓ ମୋ ଚ୍ୟାନେଲ ମାଧ୍ୟମରେ ଆପଣ ପାଇପାରିବେ। ରଖୁଛି। ଜୟ ଜଗନ୍ନାଥ। ଭଲରେ ଥାଆନ୍ତୁ ସମସ୍ତେ।